नमस्कार ମୁଁ ବେବି ଅପା ଆପଣଙ୍କ ପାଇଁ ନୂଆ କଥା ନେଇକି ଆସିଛି। ଆଜି ଆପଣଙ୍କୁ କହିବି ଗୋଟେ ମଧୁର ସମ୍ପର୍କ ବିଷୟରେ। ତୁମମାନଙ୍କୁ ଗୋଟେ ଗୀତ ଶୁଣେଇବି ଦିଲକୁ ଛୁଇଁଲା ଭଳିଆ। दो पल के जीवन से एक उम्र चुरानी है। जिंदगी और कुछ भी नहीं, तेरी मेरी कहानी है। ଗୀତଟି ଭଲ ଲାଗିଲା ନା? ଯେତେବେଳେ ଝିଅଟେ ପାଠ ପଢିକି ବାପା ମା ଘରକୁ ସ୍ନେହ ଶ୍ରଦ୍ଧା ନେଇକି ଶାଶୁ ଘରକୁ ଆସେ, ବିବାହର ପରଦିନଠୁ ସିଏ ତା ସ୍ୱାମୀକୁ ଅତି ନିଜର କରିଦିଏ ଓ ଭାବେ ସିଏ ହିଁ ମୋର ସବୁ କିଛି। କିନ୍ତୁ ପୁରୁଷ ସମାଜ ଯୋଉ ଦିନଠୁ ବାହା ହୁଏ ସେ ସ୍ୱାମୀ ତାକୁ ଭାବେ ତାର ମାଲିକାନା ବା ପୌରୁଷତ୍ୱ ତା ମାଲିକାନା ଦେଖେଇ ହୁଏ। କିନ୍ତୁ ସେ ଝିଅଟି ତାର ଏତେ ଚପଳମତି ହେଇକି ଆସିତେ, ନୂଆ ପରିବାର ନେଇକି ନୂଆ ପରିବାର ଗଢିବା ପାଇଁ ଆସିତେ ଓ ବିଭିନ୍ନ ପ୍ରକାର ସେ ତାର ନିଜର ଯୋଉ କଳା କୌଶଳ ଶୈଳୀ ସବୁ କିଛି ଦେଖେଇବାକୁ ଚେଷ୍ଟା କରେ। କିନ୍ତୁ ତାକୁ ବହୁତ ସାମ୍ନା କରିବାକୁ ପଡେ ପ୍ରଶ୍ନ ଉତ୍ତର। ସେ ତାର ପ୍ରମାଣ ଦେବାକୁ ସେ ବହୁତ ଚେଷ୍ଟା କରେ ଯେ ମୁଁ ଆପଣଙ୍କ ଘରର, କିନ୍ତୁ ବହୁତ ତାକୁ ପରୀକ୍ଷାର ସାମ୍ନା ହେବାକୁ ପଡିଥାଏ। କେତେବେଳେ ସେ ଏତେ ଚପଳମତି ଥାଏ ଯେ କେତେବେଳେ ସେ କୋଶ୍ଚିନ୍ ଆନ୍ସରରେ ତା ମନକୁ ବହୁତ ଆଘାତ ବି ହେଇଥାଏ। ସ୍ୱାମୀର ଯେତେବେଳେ ସପୋର୍ଟ ପାଏନି, ତା କଥା ଯେତେବେଳେ ଆଘାତ ପାଏ, ସେତେବେଳେ ସେ ନିଜକୁ କେତେବେଳେ ନୀରବରେ ସେ ନିଜକୁ ନିଜ ଭିତରେ ଲୁଚେଇ ଦିଏ। ସିଏ ବି ଜାଣିପାରେନି। ସ୍ୱାମୀ ଭାବେ ମୁଁ ତାକୁ ମୋ ଅକ୍ତିଆରକୁ ନେଇ ଆସିଲି, କିନ୍ତୁ ତା ଭିତରେ ସେମାନଙ୍କ ଭିତରେ ଗୋଟେ ଦୂରତା ପଳେଇ ଆସେ। ଯାହାଫଳରେ ସେ ଯୋଉ ଚପଳମତି ଝିଅଟା କେତେବେଳେ ନୀରବ ହେଇଯାଏ, ସେତେବେଳେ ସେ ନିଜକୁ କେତେବେଳେ ହଜେଇ ଦିଏ ସେ ଜାଣିପାରେନି। ଗୋଟେ ମଣିଷ ଜନ୍ମ ଆମେ ପାଇଥାଏ ବହୁତ କିମତି। ଏ ଜନ୍ମରେ ଆମେ ଗୋଟେ ଜନ୍ମ ନେଇକି ଆସୁଛେ କିଛି କରିକି ଦେଖେ। ଆଉ ସମସ୍ତଙ୍କ ମନରେ ସ୍ୱତନ୍ତ୍ରତା ଅଛି। ଯଦି ଆମେ ଜଣକ ସ୍ୱତନ୍ତ୍ରକୁ ଆମେ ତାକୁ ହାରିବା ପାଇଁ ଚେଷ୍ଟା କରିବା, ତାହେଲେ ସେଟା ଆମର ହିଁ ଭୁଲ ଥାଏ। ମୁଁ କହୁନି ଯେ ଗୋଟେ ଝିଅ ସମ୍ପୂର୍ଣ୍ଣ ଠିକ ବୋଲି, ଆମେ କିନ୍ତୁ ଭାବିବା ଯେତେବେଳେ ସେ ଝିଅଟି ଚେଷ୍ଟା କରୁଛି ଆମେ ତାର ମନ କଥା ବୁଝିବାକୁ ଚେଷ୍ଟା କରିବା। ମନ କଥା ବୁଝିଲେ କଣ ହବ, ବୁଝାମଣା ଭିତରେ ସେମାନଙ୍କର ଭିତରେ ମଧୁର ସମ୍ପର୍କ ଗଢି ଉଠିଥାଏ ଓ ପୁଣି ଆଗୁ ଆଗକୁ ସେମାନେ ପରିବାରକୁ ବଢିବାକୁ ଚେଷ୍ଟା କରନ୍ତି। ସେଥିପାଇଁ ଯେତେବେଳେ ଝିଅଟି ଚୁପ୍ ରହିଯାଏ, ସେତେବେଳେ ଆପଣ ଛାଡିଦେବେନି ତାକୁ ଚୁପ୍ ରହିବା ପାଇଁ। ସେତେବେଳେ ତାକୁ ସହଯୋଗ କରିବେ, ସେ କାହିଁକି ଚୁପ୍ ରହିଲା, କଣ ପାଇଁ ଚୁପ୍ ହେଲା। ତା ଭିତରେ ଦି ଜଣଙ୍କ ଭିତରେ ଗୋଟେ ସମାନତା ଆସିକି ମଧୁରତା ଆସିଲେ ତା ଭିତରେ ସେମାନଙ୍କ ସମ୍ପର୍କଟା ଦୃଢ ହେଇଯାଏ। ଆହୁରି ପରିବାରକୁ ସମସ୍ତେ ସେଥିରେ ଖୁସିରେ ରହନ୍ତି। ଯେତେବେଳେ ଗୋଟେ ଆପଣ କେମିତି ଜୀବନ ପାଇଥିବେ, ସେ ଜୀବନଟାକୁ କେବେ ବି ନଷ୍ଟ ଆର ଜନ୍ମ କିଏ ଦେଖିଛି। ଏ ଜନ୍ମ ଯଦି ଆମେ ଖୁସି ରହିବା, କେତେବେଳେ ସମୟ ବି ସରିଯିବ ଆପଣ ଜାଣିପାରିବେ ଯଦି ଖୁସିରେ ଆମ ଜୀବନ କଟୁଛି। ସେଥିରେ ସମ୍ପର୍କଟାକୁ ସବୁବେଳେ ମଧୁର ରଖିବା କଥା। ସ୍ୱାମୀ ସ୍ତ୍ରୀ ଭିତରେ ବୁଝାମଣା ରହିବା କଥା। ପ୍ରତ୍ୟେକ ପୁରୁଷ ତା ଭିତରେ ସାଥୀ ହେଇକି ରହିବା କଥା, ତାର ମାଲିକ ହେବା ଉଚିତ ନୁହଁ। ପ୍ରତ୍ୟେକ ଜୀବନ ବହୁତ କେମିତି, ଆମେ ତାକୁ କେବେ ବି ନଷ୍ଟ କରିବା। ରହିଲି, ନମସ୍କାର। ମୁଁ ଆପଣଙ୍କର ବେବି ଅପା। ପୁଣି ନୂଆ କଥା ନେଇକି ଆସିବି।